ବଡ଼ମାନଙ୍କୁ ମୋ ନମସ୍କାର, ସାନମାନଙ୍କୁ ମୋ ଢେର ସାରା ଭଲ ପାଇବା। ମୁଁ ସସ୍ମିତା, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଶକ୍ତି ସସ୍ମିତା ଚ୍ୟାନେଲକୁ। ଆଜି ଆସନ୍ତୁ ବୁଲିଯିବା ଚକୋଲେଟ୍ ଗ୍ରୁପ୍ ପାଖକୁ। ଚକୋଲେଟ୍ ଗ୍ରୁପ୍ କହିଲେ ସମସ୍ତଙ୍କ ମନ ଭିତରେ ଗୋଟେ ମାନେ ଅଲଗା ଭାବନା ଆସୁଥିବ। ନା, ଅଲଗା କିଛି ନୁହେଁ। ସେ ଆମ ବୌଦ୍ଧ ବ୍ଲକର ଟିକରପଡ଼ା ଗ୍ରାମ ପଞ୍ଚାୟତର ଭୁର୍କିପଡ଼ା ବୋଲି ଗୋଟେ ଗ୍ରାମ ଅଛି। ସେହି ଗ୍ରାମରେ ମା ସିଂହାସିନୀ ଏସ୍ଏଚ୍ଜି ଗଠନ ହୋଇଥିଲା। ଠିକ୍ ଆଜିକୁ 3 ବର୍ଷ ପୂର୍ବରୁ ସେମାନେ ବ୍ୟାଙ୍କକୁ ଆସିଥିଲେ। ଆମେ ଆଜି ଗ୍ରୁପ୍ ଭାଙ୍ଗିଦେବୁ, ଆମ ଗ୍ରୁପ୍ ଚଲେଇବୁନି, ଆଜି ପାସବୁକ୍ ଚିରିବୁ, ଏମିତିକିନା 10 ବଜେ ସେମାନେ ବ୍ୟାଙ୍କକୁ ଆସିକି ମାନେ ଭାଙ୍ଗିବା ପାଇଁ ଝଗଡ଼ା ଝାଣ୍ଟି ଚାଲିଲା। ସେମାନଙ୍କୁ ବୁଝାଗଲା, ତଥାପି ସେମାନେ ବୁଝିବାକୁ ନାରାଜ। ନା, ଆମେ ଆଜି ଗ୍ରୁପ୍ ଭାଙ୍ଗିବୁ, ପାସବୁକ୍ ଚିରିବୁ, ଯିବୁ। ସେମାନଙ୍କୁ ମୁଁ ଜଣ କି କାଉନସିଲିଂ କରିଥିଲି। ଯେଉଁ 10 ଜଣ ମା' ଥିଲେ ସେମାନଙ୍କୁ ଜଣ କି ବୁଝିବାକୁ ଚେଷ୍ଟା କରିଥିଲି ତାଙ୍କର ଅସୁବିଧାଟି କ'ଣ ହେଇଛି ବୋଲି। ତାଙ୍କର ଅସୁବିଧା ଗୋଟେ ଥିଲା, ଜଣେ ମେମ୍ବର ସବୁବେଳେ ପଇସା ବାନ୍ଧି ଆସୁଥିଲା। ସେ କହୁଛି ମୁଁ ସବୁବେଳେ ବାନ୍ଧି ଆସୁଛି, ଅଲଗା ମାନେ କେହି ଆସୁନାହାନ୍ତି। ଯେହେତୁ ବ୍ୟାଙ୍କଟା ତାଙ୍କ ଘରଠୁ ଦୂର, ମାନେ ଗାଡ଼ି ମଟର ସୁବିଧା ନଥିଲା, କିଏ ଚାଲିକି ସାଇକେଲରେ ଆସୁଥିଲେ, ତାଙ୍କୁ ବି ସେଇଟା କଷ୍ଟ ହେଉଥିଲା। ସେ ଗୋଟେ ଅସୁବିଧା ଜାଣିଲି। ତାଙ୍କ ମନ ଭିତରେ ଜଣେ ବାନ୍ଧି ଆସିବା ଦ୍ୱାରା ସନ୍ଦେହ ସୃଷ୍ଟି ହେଉଛି। କିଏ ପଇସା ଖାଇଦେଲା, ସେ ବାନ୍ଧୁଛି କି ନାହିଁ ବାନ୍ଧୁଛି, ଇଏ ଗୋଟେ ସମସ୍ୟା ଜାଣିଲି। ସେମାନେ ଋଣ ନେଇଥିଲେ। ଋଣ ଟଙ୍କାଟି ଆଜି ଜଣେ ଦେଲାନି, କାଲି ଦେଲାନି, କିଏ 3 ମାସ ଦେଇନି, କିଏ 4 ମାସ ଦେଇନି। ତେଣୁ ସୁଧ ଏପଟ ସେପଟ ତାଙ୍କ ମନ ଭିତରେ ସନ୍ଦେହ ଆସିଛି। ଯଦି ଜଣେ 4 ମାସ କି 5 ମାସ ଋଣ ପରିଶୋଧ ନ କଲା, ତାପରେ 4-5 ମାସର ପଇସା ଅଧିକ ପଡ଼ିବ। ସେ ହେଠୁ ବିଭିନ୍ନ ପ୍ରକାର ସମସ୍ୟା ବାହାର କରିବ। ଋଣ ପରିଶୋଧର ଠିକ୍ ହେଲାନି। ତାପରେ ମେନଲି ତାଙ୍କ ମାସିକ ମିଟିଂ ନାହିଁ ହେଉଥିଲା। ମାସିକ ମିଟିଂ ନ ହେବା ଦ୍ୱାରା କିଏ ଆଜି ଦେଲା ପଇସା, କିଏ 15 ଦିନ ଦେଲା ପଇସା, କିଏ ପ୍ରେସିଡେଣ୍ଟ ଗାଧି ଯାଉଥିବ ସେ ସମୟରେ ପଇସା ଦେବ, କିଏ ଘରେ କ'ଣ କରୁଥିବ ପଇସା ଦେବ। ସେ ପଇସାଟା ରଖିବ, ସେ ଭୁଲି ଯାଇଥିବ, ପୁଣି ମନେ ପକେଇକି ଆଣିକି ସଞ୍ଚୟ କରିଥିବ। ଏପରି ବିଭିନ୍ନ ପ୍ରକାର ତାଙ୍କ ପାଖରେ ସମସ୍ୟା ଦେଖାଗଲା। ତେଣୁ ଋଣ କିଛି ଅଳ୍ପ ଥିଲା ତାଙ୍କର, ବାକି ଋଣ ପଇସା ଥିଲା। ତାଙ୍କୁ ଆମେ ବହୁତ ଚେଷ୍ଟା କରିଥିଲୁ ଗ୍ରୁପ୍ଟି ମାନେ କେମିତି ବଞ୍ଚେଇବୁ। ସେତେବେଳେ CRP ସେ ପଞ୍ଚାୟତରେ ହେଇନଥିଲେ। ତେଣୁ ଗ୍ରୁପ୍ଟି ଭାଙ୍ଗି ଯିବାକୁ ଭାରି କଷ୍ଟ ଲାଗେ। ଗ୍ରୁପ୍ ଗଠନ କରିବାଟା ବହୁତ କଷ୍ଟ। 10ଟା ମା'କୁ ଡାକିକି ଆଣିକି ଏକାଠି ମିଟିଂ କରିକି ପୁଣି ଏତେ ବର୍ଷ ସେମାନେ ଚଲେଇଲେଣି। ଗ୍ରୁପ୍ ତ ଭାଙ୍ଗିଦେବା ଗୋଟେ 5 ମିନିଟ୍ର ସମୟ, କିନ୍ତୁ ଗୋଟେ ଗ୍ରୁପ୍କୁ ଗଠନ କରିବା ପାଇଁ ଯୁଗ ଲାଗିଥାଏ। ସେମାନଙ୍କୁ ବହୁତ ବୁଝାସୁଝା କରାହେଲା। ଜଣ କି ବୁଝେଇଲା ପରେ ବିଭିନ୍ନ ପ୍ରକାର ସମସ୍ୟାକୁ ସମାଧାନ ପାଇଁ ରାଜି ହେଲେ। ତାପରେ ସେମାନଙ୍କର ପୁରା ସନ୍ଧ୍ୟା ହେଇଯାଇଥାଏ, 5ଟା ହେଇଥାଏ। ବ୍ୟାଙ୍କର ଅଲଗା କଷ୍ଟମର ମାନେ ସମସ୍ତେ ଯାଇସାରିଥିଲେଣି। ଲାଷ୍ଟରେ ଆସିଲେ ସେମାନେ। ତାଙ୍କୁ ମଝିରେ ଗୋଟେ ଥର ସେ ଗୋଟେ ଜିଦି ଧଇଲେ, ଖାତା ଚିରିବୁ, ପାସବୁକ୍ ଚିରିବୁ। କିନ୍ତୁ ଆମେ ଖାତା ଚିରିବାକୁ ସୁଯୋଗ ଦେଇନଥିଲୁ। ଗୋଟେ ପୁରୁଣା ପାସବୁକ୍ରେ, ଯାହାକି ତାଙ୍କ ଏସ୍ଏଚ୍ଜିର ନଥିଲା, ତାଙ୍କୁ ଦେଲୁ। ନିଅ, ଭାଙ୍ଗିବ ତ, ନିଅ ପାସବୁକ୍ ଚିରିଦିଅ, ଆର ପଇସା ପତ୍ର କିଛି ହିସାବ ନାହିଁ। ଗୋଟେ ପୁରୁଣା ପାସବୁକ୍ରେ ତାଙ୍କୁ ଚିରିବା ପାଇଁ ଦିଆହେଇଥିଲା। ସେମାନେ ଚିରି ସାରିଲା ପରେ ଭାବିଲେ ଗ୍ରୁପ୍ ଭାଙ୍ଗିଗଲା ବୋଲି। କିଛି ସମୟ ତାଙ୍କୁ ଛାଡ଼ି ଦିଆଗଲା। ତାଙ୍କ ଭିତରେ ପୁଣି ଡକା ହେଲା ସମସ୍ତଙ୍କୁ। 10 ଜଣ ଯାକ ବସିଲେ, କଥାବାର୍ତ୍ତା ହେଲେ, ସମସ୍ୟାର ସମାଧାନ ହେଲା। ପୁଣି ଗ୍ରୁପ୍ ଗଠନ କରିବୁ କହିଲେ। ଆମେ ଏଠୁ କିଛି ନିୟମ ତାଙ୍କ ପାଇଁ କଲୁ। ସେଇ 10 ଜଣଙ୍କ ମା' ଭିତରେ ବସିକିନା ପ୍ରତି ସଭ୍ୟା ମାସକୁ ଥରେ ପଇସା ବାନ୍ଧି ଆସିବ। 10 ଜଣ ଅଛନ୍, 10 ମାସ ପାଖାପାଖି 1 ବର୍ଷ ପଳେଇଲା। ସମସ୍ତେ ରାଜି ହେଇଗଲେ। କେହି ପଇସା ଏତେବେଳେ ସେତେବେଳେ ଦେବନି, ଗୋଟେ ମିଟିଂରେ ଦେବ। ସମସ୍ତେ ପଇସା ଧରିକି ମିଟିଂକୁ ଆସିବ। ଯିଏ ବି ପଇସା ବାନ୍ଧି ଆସିଲା, ରିସିପ୍ଟ ନେଇକି ପ୍ରେସିଡେଣ୍ଟ ସେକ୍ରେଟାରୀକୁ ଦେଖେଇବ।
ଆଉ ଖାତା ପ୍ରିଣ୍ଟ କରିକି ନେବ। ଏହିପରି ସବୁ ପ୍ରକାର ସମସ୍ୟାର ଆଲୋଚନା କଲୁ। ମୋ ପାଖରେ ତ ବେଶୀ ପଇସା ନଥିଲା, ମାତ୍ର 10 ଟଙ୍କାର ଆମେ ଚକୋଲେଟ୍ ଆଣିଥିଲୁ। ସେ ଚକୋଲେଟ୍ ଦେଇକି ତାଙ୍କୁ ସମସ୍ତଙ୍କୁ ଖୁଆଖୁଇ ହେଲେ। ଆଉ ସେ ଚକୋଲେଟ୍ ଦେଲା ପରେ ପଇସା ବି ସେମାନେ ସେଦିନ ବାନ୍ଧିଲେ। ଯେହେତୁ ବ୍ୟାଙ୍କ ଅଫ୍ ହେଇଯାଇଥିଲା, ପରଦିନ ତାଙ୍କର ପ୍ରେସିଡେଣ୍ଟ ଯିଏ ଆସିକି ବ୍ୟାଙ୍କରେ ପଇସା ବାନ୍ଧିଲେ। ସେଇ ଦିନଠୁ ଆମର ସେ ଗ୍ରୁପ୍ ନାଁ ହେଲା ଚକୋଲେଟ୍ ଗ୍ରୁପ୍। ଆସନ୍ତୁ ସେଇ ଚକୋଲେଟ୍ ଗ୍ରୁପ୍ ସହିତ ମିଶିବା। ମାମା ନମସ୍କାର। ମା ଗ୍ରୁପ୍ କେମିତି ଚାଲିଛି? ଗ୍ରୁପ୍ ଭାଙ୍ଗି ଯାଉଥିଲା, ଗ୍ରୁପ୍ ଚକୋଲେଟ୍ ଖାଇକିରି ଚାଲିଛି। ଚକୋଲେଟ୍ ଖାଇକି ଚାଲୁଛି କେମିତି ନା କୋଉଠି? ତମେ ତ ଭାଙ୍ଗି ଯାଉଥିଲା, ଚଲୁ କହିଲ ପୁଣି ଚକୋଲେଟ୍ ଗୋଟେ ଦେଲ, ଖାଇନୁ। ଆସେ ମାନେ ଗଲା ମିଶିଲେ। ହଁ, ଏବେ ପଇସା ପତ୍ର କେମିତି ବାନ୍ଧୁଛ? ବାନ୍ଧୁଛୁ ମାସକୁ ମାସ। କେତେ ତାରିଖରେ ବାନ୍ଧୁଛ? 6 ତାରିଖ। 6 ତାରିଖରେ ବାନ୍ଧୁଛ? କିଏ କିଏ ସବୁ ବାନ୍ଧି ଆସୁଛ? ସଭିଏ ଜଣେ ଜଣେ ଆସୁଛ? ସବୁ ମାସରେ ଜଣେ ଜଣେ ମା ପଇସା ବାନ୍ଧି ଆସୁଛ? ଆମେ ଏଇ ଗ୍ରୁପଟା ତମେ ଭାଙ୍ଗିବା ପାଇଁ ଦିନ ଆସିଥିଲ ସମସ୍ତଙ୍କର ସେଟା କେତେ ବର୍ଷ ହେଲାଣି? ବର୍ଷ ହେଲା 5 ବର୍ଷ ନା 3 ବର୍ଷ। ହଁ 3 ବର୍ଷ। ଏଇ ମା ସିଂହାସିନୀ ଭୁରକିପଡ଼ା ଏଇ ଏସ୍ଏଚ୍ଜିର ମା ମାନେ ଦିନେ ସକାଳୁ ମାନେ 10 ବଜେରୁ ଆସିଲେ, ଆଜି ଆମେ ଗ୍ରୁପ୍ ଭାଙ୍ଗିଦେବୁ, ଗ୍ରୁପ୍ ଚିରିଦେବୁ, ଖାତାପତ୍ର ଚିରିଦେବୁ କହିନା ବିଲକୁଲ ମାନେ ଗ୍ରୁପ୍ ଭାଙ୍ଗିବୁ ବୋଲି ପୁରା ଜିଦି କରି ବସିଥିଲେ। ତାପରେ କ'ଣ ହେଲା ମା? ନାଇଁ ଭାଙ୍ଗେ କହିନ, ନାଇଁ ଭାଙ୍ଗେ ମୁଁ କହିଲେ ମିଶିବେ କହିଲ। ସେଇଦିନଠୁ ପୁଣି ସେମାନଙ୍କୁ ସମସ୍ତେ 10 ଜଣ ଥିଲେ, ଜଣେ 2 ଜଣ ତାଙ୍କ ମରିଗଲେ। ଏବେ ସେମାନେ 13 ଜଣ ମେମ୍ବର ଅଛନ୍ତି। ସେଇ 13 ଜଣ ମା ମାନଙ୍କୁ ନେଇ ମା ସିଂହାସିନୀ ଗ୍ରୁପଟି ବହୁତ ଭଲରେ ଚାଲିଛି। ମାନେ ଖୁସି ଲାଗେ ଏମାନଙ୍କୁ ଦେଖିଲେ। ଦିନେ ସେମାନେ ଭାଙ୍ଗିବ ବୋଲି ଆସିଥିଲେ, ଗୋଟେ ଦିନ 10 ବଜେରୁ ପୁରା ସନ୍ଧ୍ୟା 5 ପର୍ଯ୍ୟନ୍ତ ବ୍ୟାଙ୍କରେ ପୁରା ଜିଦି କରି ରହିଥିଲେ ଗ୍ରୁପ୍ ଭାଙ୍ଗିଦେବୁ। ସେଇ ଗ୍ରୁପକୁ ଆମେ ବୁଝାସୁଝା କରି ଗ୍ରୁପଟି ଚଲେଇଥିଲୁ। ଆଉ ସମସ୍ତଙ୍କୁ ଖୁସିରେ ଗୋଟେ ଚକୋଲେଟ୍ ଦିଆହେଇଥିଲା। ମୁଁ ଏଇ ଗ୍ରୁପକୁ ନାଁ ଦେଇଥିଲି ଚକୋଲେଟ୍ ଗ୍ରୁପ୍। ଚକୋଲେଟ୍ ତ ଖାଇକିରି ଭାଙ୍ଗି ଦବୁ ବୋଲି ନାଇଁ ସେ ଯୋଉ ଚକୋଲେଟ୍ର ମିଠାଟା ଆମ ସମସ୍ତଙ୍କ ଭିତରେ ବାଣ୍ଟି ହେଇଗଲା। ଆଉ ଗ୍ରୁପ୍ ଭାଙ୍ଗିବା କି ନାଇଁ? ଭାଙ୍ଗି ଦଉନାହିଁ। ଆଉ ଭାଙ୍ଗିବାନି ନାଇଁ? ଦେଖ ଆମେ ସେଦିନ ସମସ୍ତେ ଏକମନ ହେଇନା କାମଟା କରିଥିଲେ ବୋଲି ସେ ଗ୍ରୁପ୍ର ଆମର ସୁବିଧା ହଉଛି କି ନାଇଁ? ଗ୍ରୁପ୍ର କିଛି ଲାଭ ପାଇଛ କି ନାଇଁ? ମା ତମ ଗ୍ରୁପ୍ ନା କାଣା? କେନ୍ ଗାଁ? ତମ ଗ୍ରୁପ୍ରେ କେତେ ଜଣ ଅଛ? 13 ଜଣ ଅଛ। କାଁ କରୁଛ? କେନ୍ କାମ କରୁଛ? ଧାନ ଚାଷ କରୁଛ? ଆଉ କ'ଣ? ଭାଙ୍ଗିଲା ଘର ଆଜି ହସି ଉଠିଛି। ଭାଙ୍ଗି ଯାଇଥିବା ଗ୍ରୁପ୍ଟି ଆଜି ପୁଣି ଚାଲିଛି, ଭଲ ଭାବରେ ଚାଲିଛି, ଖାଲି ଚାଲିନି। ତାଙ୍କ ମାସିକ ସଞ୍ଚୟ, ତାଙ୍କ ସେଭିଂ ଖାତାରେ 2 ଲକ୍ଷ ପରେ ଟଙ୍କା ଅଛି। ସେ ବ୍ୟାଙ୍କରୁ ବି କିଛି ଋଣ ନେଇଛନ୍ତି। ସେ ସଞ୍ଚୟ ଖାତାରୁ ଯେଉଁ ଋଣ ନେଇଛନ୍ତି, ସଞ୍ଚୟ ଖାତାର ସୁଧ ଆଣିକି ସଞ୍ଚୟ ଖାତାରେ ବାନ୍ଧୁଛନ୍ତି। ମାସିକ ସଞ୍ଚୟ ପ୍ଲସ୍ ଯିଏ ନେଇଥିବ ଯାହା ତାଙ୍କ ସେଭିଂ ଖାତାରୁ ତାର ସୁଧ ସେ ଆଣିକି ଖାତାରେ ବାନ୍ଧିଛନ୍ତି। ଆଉ ଋଣ ପ୍ରତ୍ୟେକ ମାସର 6 ତାରିଖ ଦିନ ଆଣିକି ପରିଶୋଧ କରୁଛନ୍ତି। ମାନେ ଏଇ ଏସ୍ଏଚ୍ଜି ଏବେ ଧୀରେ ଧୀରେ ଲେଖାପଢ଼ା ବି ଶିଖିଲେଣି। ତାଙ୍କ ମାନେ ଯେତିକି ସେ ଜାଣୁଛନ୍ତି ଖାତାରେ ଟିକେ ଟିକେ ଲେଖୁଛନ୍ତି। ସେ ଏସ୍ଏଚ୍ଜିକୁ ବହୁତ ବହୁତ ଧନ୍ୟବାଦ। ତାଙ୍କର ଏହିପରି ସବୁଦିନ ଗ୍ରୁପ୍ଟି ଆଗକୁ ଚାଲୁଥାଉ। ଆଉ ସେମାନେ ନିଶ୍ଚିନ୍ତ କିଛି ନା କରି ସୁବିଧା ପାଉଥାନ୍ତୁ। ଆଜି ପାଇଁ ଏତିକି। ଭିଡ଼ିଓଟି ବହୁତ ଲମ୍ବା ହେଇଗଲାଣି। ପୁଣି ଦେଖା ହେବା ଆଉ ଗୋଟେ ଭିଡ଼ିଓରେ। ଭିଡ଼ିଓଟି ଏତେ ସମୟ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।